ରାଉରକେଲା ରେଳ ଷ୍ଟେସନ ପ୍ରବେଶ ପଥରେ କାମ କରୁନାହିଁ ଲଗେଜ ସ୍କାନର। ଫଳରେ ରେଳ ସୁରକ୍ଷା ବଳଙ୍କୁ ମାନୁଆଲ ସ୍କାନର କିମ୍ବା ମେଟାଲ ଡିଟେକ୍ଟର ସାହାଯ୍ୟରେ ଲଗେଜ ଯାଞ୍ଚ କରିବାକୁ ପଡ଼ୁଛି। ପହେଲଗ୍ରାମ ଆତଙ୍କବାଦୀ ଆକ୍ରମଣରେ 26 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ପରେ ରେଳ ପ୍ରଶାସନ ପକ୍ଷରୁ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଉଛି। ବିଭିନ୍ନ ଷ୍ଟେସନରେ ଆରପିଏଫ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ ଆଦି କରାଯାଉଥିବା ବେଳେ ରାଉରକେଲା ରେଳ ଷ୍ଟେସନରେ ମଧ୍ୟ ରେଳ ସୁରକ୍ଷା ବଳ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାତ୍ର ଲଗେଜ ସ୍କାନର ସୁରକ୍ଷା ବ୍ୟବସ୍ଥାର ଏକ ମହତ୍ତ୍ୱପୂର୍ଣ୍ଣ ଯନ୍ତ୍ର ହୋଇଥିବାରୁ ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଗଲେ ଯାଞ୍ଚ ପ୍ରକ୍ରିୟା ସଠିକ୍ ଭାବେ ହେବ ବୋଲି ମତ ପ୍ରକାଶ ପାଇଛି। ଏହାଛଡ଼ା 6 ନମ୍ବର ପ୍ଲାଟଫର୍ମ ପଟେ ଥିବା ଦ୍ୱିତୀୟ ପ୍ରବେଶ ପଥରେ ସେମିତି କୌଣସି ସୁରକ୍ଷା ବ୍ୟବସ୍ଥା ପରିଲକ୍ଷିତ ହେଉନାହିଁ। ପୂର୍ବରୁ ଥିବା ଲଗେଜ ସ୍କାନର ଖରାପ ହୋଇପଡ଼ିଛି। କୌଣସି ଯାଞ୍ଚ ବ୍ୟବସ୍ଥା ନାହିଁ। ଦ୍ୱିତୀୟ ପ୍ରବେଶ ପଥ ନିକଟରେ ମଧୁସୂଦନପାଲି, ଗୋପବନ୍ଧୁପାଲି, ତିମ୍ବର କଲୋନୀ ଆଦି ବସ୍ତି ଏରିଆ ଥିବାରୁ ଏଠାରେ ଅଧିକ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକ ରହିଛି। ରାଉରକେଲା ରେଳ ଷ୍ଟେସନରେ ପ୍ରତିଦିନ ଶହ ଶହ ଯାତ୍ରୀ ଯିବା ଆସିବା କରିଥାନ୍ତି। ରାଉରକେଲା ଦେଇ ମୁମ୍ବାଇ, ହାଓଡ଼ା ରେଳ ମାର୍ଗ ହୋଇଥିବାରୁ ଦକ୍ଷିଣ ପୂର୍ବ ରେଳପଥର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ। ତେଣୁ ଏହି ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବିଭିନ୍ନ ସ୍ତରରେ ମତ ପ୍ରକାଶ ପାଉଛି।